ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସେହି ମହିମା ବିମଣ୍ଡିତ କରୁଣାର ପ୍ରତ୍ୟକ୍ଷ ଅନୁଭୂତି ଓ ଅଭିଜ୍ଞତା ଆମର ମଧ୍ୟ ବହୁଳ ପରିମାଣରେ ରହିଅଛି। କିନ୍ତୁ ଏବେ 2-3 ଦିନ ତଳେ 2025 ମସିହା ଜାନୁଆରୀ ମାସ 12 ତାରିଖ ରବିବାର ଦିନ ଆମ ସହିତ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ଆମକୁ ସ୍ତମ୍ଭୀଭୂତ କରିଦେଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେପରି ପୁନର୍ବାର ଆମକୁ ଆଉ ଏକ ଜୀବନ ଦାନ ଦେଲେ। ଘଟଣାଟି ଏହିପରି ଘଟିଥିଲା। ଦିନ ପ୍ରାୟ 3ଟାରେ ଭୁବନେଶ୍ୱରରୁ ଡକ୍ଟର ଦାସ ଫୋନ୍ କରି କହିଲେ, ଆଜି ପୁରୀରେ ଭିଡ଼ କିପରି ଅଛି? ସାଇ ଜନନୀରେ ରୋଗୀ ଦେଖା ଏବେ ସରିଲା। ଯଦି ସୁବିଧା ହେବ ତେବେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିହୁଅନ୍ତା। ଏଠାରେ କହିବା ଉଚିତ ହେବ ଯେ ରବିବାର ଦିନ ଛୁଟି ଦିନ ହୋଇଥିବାରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ହୃଦରୋଗ ବିଭାଗର ଡାଇରେକ୍ଟର ଥିବା ଡକ୍ଟର ଦାସ ଭୁବନେଶ୍ୱର ରାମ ମନ୍ଦିର ପଛ ପାର୍ଶ୍ୱରେ ଥିବା ଶ୍ରୀ ସତ୍ୟସାଇ ସେବା ସଂଗଠନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ହୃଦରୋଗୀମାନଙ୍କର ଚିକିତ୍ସା ସେବା ବିନା ଦେୟରେ କରିଥାନ୍ତି। ସହଜେ ଡକ୍ଟର ଦାସ ମଧ୍ୟ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ପ୍ରାପ୍ତ। ହୃଦରୋଗ ବିଶେଷଜ୍ଞ ହିସାବରେ ସାରା ଭାରତବର୍ଷରେ ସୁନାମ ରହିଛି। ହଜାର ହଜାର ହୃଦରୋଗ ବିଶେଷଜ୍ଞ ଡାକ୍ତର ତାଙ୍କ ଦ୍ୱାରା ଶିକ୍ଷାପ୍ରାପ୍ତ। ଲକ୍ଷ ଲକ୍ଷ ହୃଦରୋଗୀ ଡକ୍ଟର ଦାସଙ୍କ ଚିକିତ୍ସାରେ ଆରୋଗ୍ୟ ଲାଭ କରି ସମାଜରେ ସାଧାରଣ ଜୀବନ ଯାପନ କରୁଛନ୍ତି। ଏତେ ବଡ଼ ଡାକ୍ତର, ତା ସାଙ୍ଗକୁ ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ବଡ଼ ଭକ୍ତ। ବ୍ୟସ୍ତତା ଭିତରେ ସାମାନ୍ୟ ଟିକିଏ ସମୟ ମିଳିଲେ ପୁରୀ ଧାଇଁ ଆସନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ। ତେଣୁ ତାଙ୍କ ଫୋନ୍ ପାଇଲା ମାତ୍ରେ ମୁଁ ଆଗ୍ରହର ସହିତ କହିଲି, ଆସନ୍ତୁ ଆସନ୍ତୁ, ଭିଡ଼ ରହିଲେ ବି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିହେବ। ସମୟ ମୁତାବକ ସନ୍ଧ୍ୟା ପ୍ରାୟ 5:30 ପୁରୀ ବଡ଼ଦାଣ୍ଡ ସ୍ଥିତ କାର୍ ପାର୍କିଂ ପାଖରେ କାରରେ ପହଞ୍ଚିଲେ ଡକ୍ଟର ଦାସ ଓ ତାଙ୍କ ସହିତ ନୟାଗଡ଼ ଜିଲ୍ଲାର ଜନୈକ ଅଧ୍ୟାପକ ଦମ୍ପତି। ଆମ ଘର ଶ୍ରୀମନ୍ଦିର ପଛପଟେ। ଘରୁ ଆସିଲା ବେଳେ ମୁଁ ଦେଖିଥିଲି ସିଂହଦ୍ୱାର ପାଖରେ ହଜାର ହଜାର ଦର୍ଶନାର୍ଥୀ ଭକ୍ତ ଲାଇନରେ ଠିଆ ହୋଇ ରହିଥାନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ ପାଇଁ। ତେଣୁ ମନ ମଧ୍ୟରେ ଚିନ୍ତା କରିଥାଏ, ଜଗନ୍ନାଥଙ୍କ ମନ୍ଦିର ସିଂହଦ୍ୱାର ପଟେ ଗଲେ ନିଶ୍ଚିତ ଭାବରେ 2-3 ଘଣ୍ଟାରୁ କମ୍ ସମୟ ଲାଗିବ ନାହିଁ। ତେଣୁ ଠିକ୍ ହେବ ମନ୍ଦିରର ପଛପଟ ପଶ୍ଚିମ ଦ୍ୱାର ଦେଇ ଯିବା। ସେହି ଅନୁସାରେ ଚିନ୍ତା କରି ବ୍ୟାଟେରୀ ଗାଡ଼ି ପାଖକୁ ଗଲାବେଳେ ଦିଲ୍ଲୀପ ତା ଗାଡ଼ି ନେଇ ପହଞ୍ଚିଗଲା। ଦିଲ୍ଲୀପ ହେଉଛି ସେଇ ଭକ୍ତମାନଙ୍କୁ ନେବା ଆଣିବା କରୁଥିବା ବ୍ୟାଟେରୀ ଗାଡ଼ିର ଚାଳକ ବା ଡ୍ରାଇଭର। ସେ ପହଞ୍ଚି କହିଲା, ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଡକ୍ଟର ଦାସଙ୍କୁ ନେଇ ଡାକ୍ତର ସାହେବଙ୍କୁ ନେଇ ପଶ୍ଚିମ ଦ୍ୱାର ଓହ୍ଲେଇ ଦେବି। ସେଠୁ ଆପଣମାନେ ଆରାମସେ ଯାଇପାରିବେ, ସେପଟେ ବିଶେଷ ଭିଡ଼ ନାହିଁ। କଥା ଅନୁଯାୟୀ ସେ ଆଣିକିରି ମାର୍କେଟ ଛକରୁ ଆମକୁ ପହଞ୍ଚେଇ ଦେଲା ପଶ୍ଚିମ ଦ୍ୱାର ପାଖରେ। ପଶ୍ଚିମ ଦ୍ୱାରରେ ମଧ୍ୟ ଭିଡ଼ ଲାଗିଥାଏ। ଦର୍ଶନାର୍ଥୀ ଭକ୍ତ ସବୁ ଲାଇନ୍ ବାନ୍ଧି ଠିଆ ହୋଇଥାନ୍ତି। ମନ୍ଦିର ଭିତରକୁ ପ୍ରବେଶ ବାରଣ ଥାଏ। ବୋଧହୁଏ ଭୋଗମଣ୍ଡପ ପୂଜା ବସିଥିବ, ତେଣୁ ଭକ୍ତମାନଙ୍କୁ ଛଡ଼ାଯାଇ ନଥାଏ। ଏପଟେ ଲାଇନ୍ରେ ଆସିଲେ ମଧ୍ୟ ଘଣ୍ଟେ 1.5 ଘଣ୍ଟା ଅପେକ୍ଷା କରିବାକୁ ପଡ଼ିପାରେ। ସହଜେ ପୁଣି ବନ୍ଦ ଅଛି ଦର୍ଶନ, ଅର୍ଥାତ୍ ଦର୍ଶନାର୍ଥୀମାନଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ ନାହିଁ। ଏ ଯାହା ହଉ 4-5 ମିନିଟ୍ ଅପେକ୍ଷା କଲା ପରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପାଖରେ ଥିବା ବାଁ ପଟେ ଯେଉଁପଟେ କି ସେବାୟତମାନେ ଯିବା ଆସିବା କରିଥାନ୍ତି, କୋନମତେ ସେପଟେ ଯାଇ ହେଲା ମନ୍ଦିର ଭିତରକୁ। ମନ୍ଦିର ଭିତରେ ଶ୍ରୀମନ୍ଦିର ଭିତରେ ପହଞ୍ଚି ଦେଖିଲୁ, ଆରେ ବାବା, ତ ହଜାର ହଜାର ଦର୍ଶନାର୍ଥୀ ଭକ୍ତ ଛିଡ଼ା ହୋଇଥାନ୍ତି। ମନ୍ଦିର ଭିତରକୁ ଏଣ୍ଟ୍ରି ବା ପ୍ରବେଶ ନଥାଏ। 7 ପାହାଚ ଦେଇ
କାହାକୁ ଛଡ଼ାଯାଉନଥାଏ। ସମସ୍ତ ଦର୍ଶନାର୍ଥୀ ଭକ୍ତ ସେଇ ଅର୍ଗଳି ଭିତରେ ଲାଇନ୍ ବାନ୍ଧି ଛିଡ଼ା ହୋଇଥାନ୍ତି। ହଜାର ହଜାର ଭକ୍ତ। ଯାହା ହଉ ଇପ୍ସିତ ବାବୁ ଦେଖାହେଲେ। ଇପ୍ସିତ ପ୍ରତିହାରୀ ନିଯୋଗର ବରିଷ୍ଠ ସଦସ୍ୟ। ସେ ଦେଖି ଡାକ ପକେଇଲେ, ଏଇ ଡାକ୍ତର ବାବୁ ଆସନ୍ତୁ, ଏଠି ବସନ୍ତୁ। ଦର୍ଶନ ତ ଏବେ ବନ୍ଦ ଅଛି, ଦର୍ଶନ ଖୋଲା ଯାଇନାହିଁ, ମନ୍ଦିର ଖୋଲାଯାଉ, ଆପଣ ବସନ୍ତୁ ଏଠି। ବସିଲୁ କିଛି ସମୟ ପରେ ପ୍ରତିହାରୀ ମହାଶୟ ଗଲେ, କ'ଣ ଟିକେ ବ୍ୟବସ୍ଥା କରିଦେବେ କେମିତି ଭିତରକୁ ଯାଇ ଦର୍ଶନ କରିହେବ ଜଗନ୍ନାଥ ମହାପ୍ରଭୁଙ୍କର। ସେ ଯାହା ହଉ କିଛି ସମୟ ପରେ ଆସି କହିଲେ, ତପନ ଭାଇ ଏପଟେ ଯିବାନି, ଆମର ଘଣ୍ଟି ଦ୍ୱାର ପାଖକୁ ଆସ, ସେପଟେ ଆମେ ଯିବାର ବ୍ୟବସ୍ଥା କରିବା। ଯାହା ହଉ ତାଙ୍କ ସାଙ୍ଗରେ ଗଲୁ। ସେପଟେ ମଧ୍ୟ ଭିଡ଼ ଥାଏ, ଠେଲାପେଲା ଥାଏ, ଯାହା ହଉ କିନ୍ତୁ ଦର୍ଶନ ବଡ଼ ସୁରୁଖୁରୁରେ ହେଲା। ଭିତର ଖାଟ ପର୍ଯ୍ୟନ୍ତ ଗଲୁ। ଭୋଗମଣ୍ଡପ ପୂଜା ସରିଯାଇଥାଏ, ଭିତର ଖାଟ ଦର୍ଶନ ଚାଲିଥାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ ହେଲା। ଦର୍ଶନ ସାରିକିରି ବାହାରକୁ ଆସିଲୁ। ଏହା ଅର୍ଥ ନୁହଁ ଯେ ଆମେ ବି ଗହଳିରେ ପଶିନୁ, ଗହଳିରେ ପଶିବାକୁ ପଡ଼ିଲା, କିନ୍ତୁ ଯାହା ହଉ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ ବଡ଼ ସୁରୁଖୁରୁରେ ହେଇଗଲା। ଅଧଘଣ୍ଟା ଭିତରେ ଦର୍ଶନ ହେଇଗଲା। ତାପରେ ମନ୍ଦିର ବାହାରକୁ ଆସିଲୁ। ପୂର୍ବୋକ୍ତ ସେଇ ଡ୍ରାଇଭରଟି ଦିଲ୍ଲୀପ ପିଲାଟି କହିଥାଏ, ଆପଣ ଆସିଲେ, ବାହାରକୁ ଆସିଲେ ମୋତେ ଫୋନ୍ କରିଦେବେ, ମୁଁ ଯାଇ ଆପଣମାନଙ୍କୁ ନେଇ ଆସିବି। ମୁଁ ଚିନ୍ତା କଲି କାହିଁ ପିଲାଟିକୁ କଷ୍ଟ ଦେବା, ଯଦି ଅନ୍ୟ ଗାଡ଼ି ବି ଯାଉଥିବ ତାହେଲେ ପଳେଇଲି ବି ହେବ। ଯୋଗକୁ କିଛି ସମୟ ଅପେକ୍ଷା କରିବା ପରେ ବ୍ୟାଟେରୀ ଗାଡ଼ିଟେ ମିଳିଲା। ସେ ଆଣିକିରି ଆମକୁ ଛାଡ଼ିଦେଲା ମାର୍କେଟ ଛକ ପାଖରେ। ମାର୍କେଟ ଛକ ପାଖରେ ସେତେବେଳକୁ ସମୟ ପ୍ରାୟ 7:30 ଖଣ୍ଡେ ହେବ। ବିଶେଷ ସମୟ ଆମକୁ ଲାଗିଲା ନାହିଁ, 7:30ରୁ 8ଟା ଭିତରେ ହେବ। ତ ଡକ୍ଟର ଦାସ ଏବଂ ତାଙ୍କର ବନ୍ଧୁ ଆସିଥିଲେ, ଆମର ଲେକ୍ଚର ଦମ୍ପତି, ଅଧ୍ୟାପକ ଦମ୍ପତି, ସେମାନେ ତାଙ୍କ ନିଜ କାରରେ ବସି ଚାଲିଗଲେ ଭୁବନେଶ୍ୱର ଅଭିମୁଖେ। ମୋର ମୋଟର ସାଇକେଲ ସେଇଠି ଥିଲା, ମୁଁ ରଖିଥିଲି। ସେଠି ଟିକେ ଗ୍ୟାରେଜରେ କାମ ଥିଲା, ଆଉ ସେ ଗ୍ୟାରେଜ କାମ ଟିକେ ସାରିଦେବା ପାଇଁ ଗ୍ୟାରେଜ ସେଠୁ ମାତ୍ର 100 ଫୁଟ ଦୂର। ଗ୍ୟାରେଜ ପାଖକୁ ଯାଇ ପହଞ୍ଚିଲୁ। ସେ ଗ୍ୟାରେଜଟା ଥାଏ ବଡ଼ଦାଣ୍ଡଠୁ 3 ଫୁଟ 4 ଫୁଟ ଉଚ୍ଚରେ। ତା ଉପରକୁ ଗୋଟେ ସ୍ଲାବ୍ 2 ଫୁଟ ଓସାର 4 ଫୁଟ ଲମ୍ବାର ଗୋଟେ ସ୍ଲାବ୍ ପଡ଼ିଥାଏ ତା ଉପରକୁ ଉଠେଇବା ପାଇଁ। ତ ସେ କହିଲେ, ସେ ଯେଉଁ ମେକାନିକ୍, ଆପଣ ଉପରକୁ ଗାଡ଼ି ନେଇ ଆସନ୍ତୁ। ତାଙ୍କୁ କହିଥିଲେ ସେ ନେଇଯାଇଥାନ୍ତେ, କିନ୍ତୁ ମୁଁ କ'ଣ କଲି, ନିଜେ ଗାଡ଼ି ଉପରେ ବସି, ବୋଲେ ମୋଟର ସାଇକେଲ ଉପରେ ବସି ଗାଡ଼ି ଷ୍ଟାର୍ଟ କରି ସ୍ଲାବ୍ ଉପରକୁ ଚଢ଼େଇଦେଲି। ଆଉ ଭାବିଲି ନିଜେ ନେଇକି ଯିବି ଭାରି। ଆଉ ସ୍ଲାବ୍ ମଝିରେ ହେଇଛି, ହଠାତ୍ ମୋଟର ସାଇକେଲର ମୋସନ୍ କମିଗଲା, ମୋଟର ସାଇକେଲ ରହିଗଲା। ଆଉ ମୁଁ ଡାହାଣ ପଟକୁ ଢଳିବାକୁ ଲାଗିଲି। ଡାହାଣ ପଟ, ମୁଁ ଯେଉଁଠି ବସିଥିଲି ମୋଟର ସାଇକେଲ ଉପରେ, ସ୍ଲାବ୍ ଉପରେ ଥିଲି, ସେଠୁ ତଳ ହେଉଛି ପ୍ରାୟ 4ରୁ 5 ଫୁଟ। ସେଇ ମୁହୂର୍ତ୍ତ ବା ସେଇ ଫ୍ରାକ୍ସନ୍ ଅଫ୍ ସେକେଣ୍ଡରେ ମୋତେ ଲାଗିଲା ଯେପରି ସବୁ କିଛି ଅନ୍ଧାର ହେଇଯାଉଛି। ନିଶ୍ଚିତ ଭାବରେ ମୁଁ ଯାଉଛି ମୃତ୍ୟୁ ମୁଖରେ ପଡ଼ିବା ପାଇଁ। କାରଣ ଯଦି 4-5 ଫୁଟ ତଳକୁ ମୁଁ ମୋଟର ସାଇକେଲ ସହିତ ଖସି ପଡ଼େ, ମୋର ଗୋଡ଼ ହେଉ, ଅଣ୍ଟା ହେଉ, ଜଙ୍ଘ ହେଉ ନିଶ୍ଚିତ ଭାବରେ ଭାଙ୍ଗିଯିବ, ଗଡ଼ ହେଇଯିବ, କିମ୍ବା ମୋର ସ୍ପାଇନ୍ ମଧ୍ୟ ଚୂନା ହେଇଯିବ। ମୁଁ ପଡ଼ିବି, ମୋ ଉପରେ ମୋଟର ସାଇକେଲ 5 ଫୁଟ ଉପରୁ, କି ମୋର ମୁଣ୍ଡରେ ବି ହେଲମେଟ୍ ନଥାଏ। ଯଦି ମୁଣ୍ଡ ବି ମାଡ଼ ହେବ ତାହେଲେ ସେଇଠୁ ସିଧା ସ୍ୱର୍ଗକୁ ଯାତ୍ରା। ହେ ଭଗବାନ! ଏଇ ଚିନ୍ତା କରିବା ମାନେ ମୁହୂର୍ତ୍ତ ହିଁ, କ୍ଷଣରେ, ଏଇ ଚିନ୍ତା କରିବା କ୍ଷଣରେ ମୋତେ ଲାଗିଲା କି ଜଣେ ପଛରୁ ଯେପରି ମୋ ମୋଟର ସାଇକେଲକୁ ବାଁ ପଟକୁ, ଡାହାଣ ପଟକୁ ମୁଁ ଢଳିବାକୁ ଯାଉଥିବା ଅବସ୍ଥାରେ ଜବରଦସ୍ତି ବାଁ ପଟକୁ ନେଇ ଆସିଛନ୍ତି। ମୁଁ ବାଁ ପଟେ ରାସ୍ତା ଜାଗା ଥାଏ, ବାଁ ପଟେ ସୌଭାଗ୍ୟକ୍ରମେ ହେଉ ବା ଦୈବାତ ହେଉ, ମୁଁ ବାଁ ପଟକୁ ମାନେ ଅଟକି, ବାଁ ପଟକୁ ଆଡ଼ି ହେଇ ରହିଗଲି ବା ବାଁ ପଟେ ଠିଆ ହେଇଗଲି। ମୋ ଦେହରୁ ଗୋଟା ପଣେ ଝାଳ ବାହାରି ପଡ଼ିଲା। ହେଲେ କ'ଣ ହେବାକୁ ଯାଉଥିଲା? ମନେ ମନେ ଭାବିଲି, ଆଜି ତ ପ୍ରଭୁଙ୍କର ଦର୍ଶନ ହେଇଛି, ଏତେ ବଡ଼ ଘଟଣା ହେଲା କେମିତି? ପୁଣି ମନରେ ଆସିଲା, ମୁଁ ଯେତେବେଳେ ବି ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରେ, ନିଶ୍ଚିତ ରୂପେ ତାଙ୍କ ସାମ୍ନାରେ ଠିଆ ହୋଇ ସମସ୍ତ ବିଷ୍ଣୁ ସହସ୍ର ନାମ ପାଠ କରିଥାଏ। କାରଣ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ମହାବିଷ୍ଣୁ। ସେ ଅବତାର ସେ ଗ୍ରହଣ କରିନାହାନ୍ତି, ସେ ହେଉଛନ୍ତି ଅବତାରୀ ବା ସ୍ୱୟଂଭୂ।
ସେ ନିଜକୁ ନିଜେ ଆବିର୍ଭୂତ ହୋଇଛନ୍ତି। ଆଉ ମୋର ଆଜିକା ଦିନରେ ଏ ବିଷ୍ଣୁ ସହସ୍ର ନାମ ପାଠ ନ କରିବାଟା ଗୋଟେ ବଡ଼ ଅପରାଧ ହୋଇଯାଇଛି। କାରଣ ମୁଁ ଯେତେବେଳେ ବି ଯାଏ ପ୍ରଭୁଙ୍କ ସାମ୍ନାରେ ଠିଆ ହୋଇ ବିଷ୍ଣୁ ସହସ୍ର ନାମ ପଢ଼ିଦେଲେ ମନ ଭିତରେ ଯେତେ ଗ୍ଲାନି ଥାଉ, ଯେତେ ଦୁଃଖ ଥାଉ, ଯେତେ କ୍ଷୋଭ ଥାଉ ବା ଯେତେ କଷ୍ଟ ଥାଉ, ସବୁ ଆପଣା ଛାଏ ଦୂରୀଭୂତ ହୋଇଥାଏ। ତେଣୁ ମନେ ମନେ ଭାବିଲି, ପ୍ରଭୁ ଚେତେଇ ଦେଲେ, ମୋ ପାଖକୁ ଆସିଲୁ, ତୁ ପଢ଼ିଲୁ ନାହିଁ ବିଷ୍ଣୁ ସହସ୍ର ନାମ, ଠିକ୍ ଅଛି। ପ୍ରଭୁ ଆସ୍ତେ କିନି ମନ ଭିତରେ ମୁଣ୍ଡିଆଟିଏ ମାରିଲି ପ୍ରଭୁଙ୍କୁ। ପ୍ରଭୁ ତ କ୍ଷମାର ଅବତାର, ଦୟାର ଅବତାର, ଦୟାର ସାଗର, ସିଏ ନିଶ୍ଚିତ ଭାବରେ କ୍ଷମା କରିଦେବେ। ବିଷ୍ଣୁ ସହସ୍ର ନାମ ନ ପଢ଼ିବାଟା କେତେ ବଡ଼ ଗର୍ହିତ ଅପରାଧ ଆଜି ଅଙ୍ଗେ ଅଙ୍ଗେ ଅନୁଭବରେ ଆଣିଲି ଏବଂ ପ୍ରାର୍ଥନା କଲି ପ୍ରଭୁଙ୍କୁ, ପ୍ରଭୁ ଯେତେବେଳେ ବି ୟା ପରବର୍ତ୍ତୀ ସମୟରେ ମୁଁ ଆପଣଙ୍କ ସାମ୍ନାକୁ ଯିବି, ନିଶ୍ଚିତ ରୂପେ ମୋର ଦୋଷ ପାଇଁ କ୍ଷମା ମାଗିବି। ଆଜି ମୋତେ ପୁନର୍ବାର ଆପଣ ପୁଣି ଥରେ ଜୀବନ ଦେଇଛନ୍ତି, ବହୁତ ଥର ତ ଜୀବନ ଦେଇଛନ୍ତି। କହି ବସିଲେ କେତେ ଯେ କଥା ହେବ ତା'ର ଠିକ୍ ଠିକଣା ନାହିଁ। ସମୟ ମିଳିଲେ ବା ସୁଯୋଗ ମିଳିଲେ ଏଇ ୟୁଟ୍ୟୁବ୍ ମାଧ୍ୟମରେ ଦର୍ଶକ ବନ୍ଧୁମାନଙ୍କୁ ମୁଁ ନିଜେ ଲାଇଭ୍ରେ ଆସି ମୋର ପାଇଥିବା ଜୀବନଦାନ ସମ୍ପର୍କରେ ଅଭିଜ୍ଞତା ବଖାଣିବି। ଆଉ ଏଇ ପ୍ରଭୁଙ୍କର ଏଇ ଯେଉଁ ଦୟା, ଏ ଯେଉଁ ଜୀବନ ରଖିବାର, ମାନେ ମୃତ୍ୟୁର ପୂର୍ବ ମୁହୂର୍ତ୍ତରୁ ହିଁ ବଞ୍ଚେଇ ଦେବାର ସେ ଯେଉଁ ଅଯାଚିତ ଦୟା, ଅଯାଚିତ କରୁଣା, ତା କେବେ ବି ଜୀବନର ପାଶରୁ ଯିବନି। ହଉ, ଆଜି ଏତିକିରେ। ଆଉ ପରବର୍ତ୍ତୀ ଇଏରେ ନିଜେ ଲାଇଭ୍ ଆସି ମୋର ଦର୍ଶକ ବନ୍ଧୁମାନଙ୍କୁ ମୋର ଅନୁଭବର କଥା, ମୋ ଅନୁଭୂତିର କଥା, ଅଙ୍ଗେ ଲିଭେଇଥିବା କଥା, ଦେଖିଥିବା କଥା ନିଶ୍ଚିତ ଭାବରେ ବର୍ଣ୍ଣନା କରିବି। ଜୟ ଜଗନ୍ନାଥ, ନମସ୍କାର। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।